ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ୍ ଥାନା ଅନ୍ତର୍ଗତ ଏକ ଘରୋଇ ହୋଟେଲରୁ ଠାବ ହେଲା ସେକ୍ସ ରାକେଟ। ସେଠାରେ ସେକ୍ସ ରାକେଟ ଚାଲୁଥିବା ବେଳେ 10 ଜଣ ଦେହଜୀବୀ, 6 ଜଣ ଦଲାଲ ଓ 3 ଜଣ ଗ୍ରାହକଙ୍କ ସମେତ ହୋଟେଲ ମ୍ୟାନେଜରକୁ ଗିରଫ କରିଛି ପୋଲିସ। ଏହା ସହ ଉକ୍ତ ହୋଟେଲକୁ ସିଜ୍ କରିବା ସହିତ ସେକ୍ସ ରାକେଟରେ ବ୍ୟବହୃତ ହେଉଥିବା ସୁଇଫ୍ଟ କାର ମଧ୍ୟ ଜବତ ହୋଇଛି। ସୂଚନା ଅନୁସାରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ତାଳସାରୀ ବେଳାଭୂମି ନିକଟରେ ଗଢ଼ି ଉଠିଥିବା ବିଭିନ୍ନ ଘରୋଇ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। କିଛିଦିନ ପୂର୍ବରୁ ସ୍ଥାନୀୟ ଲୋକେ ଦେହ ବ୍ୟବସାୟ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରି ଗାଁ ଛାଡ଼ିବାକୁ ଚେତାବନୀ ଦେଇଥିଲେ। ତେବେ ଏହାକୁ ଗୁରୁତ୍ୱର ସହ ନେଇ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ତାଳସାରୀ ମେରାଇନ୍ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଉକ୍ତ ହୋଟେଲରେ ଚଢ଼ଉ କରି 19 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ହୋଟେଲ ମାଲିକ ଫେରାର ଥିବାବେଳେ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ବାଲିଆପାଳରୁ ଚନ୍ଦନ କୁମାର ଜେନାଙ୍କ ରିପୋର୍ଟ, ସୂଚନା ଟିଭି 24x7।